ସାଙ୍ଗମାନେ ତୋରି ପାଇଁ ତୋ ପାଇଁ ସିରିଏଲର ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ଯେତେବେଳେ ରାମଙ୍କ ଘର ନିଲାମ ହେଇସାରିଛି ସେ ଘରକୁ ଚିକି କିଣି ନେଇଛନ୍ତି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଆଜି ଯେତେବେଳେ ରାମଙ୍କ ଘର ନିଲାମ ଡାକରା ହେବ ଏ ସମୟରେ ରାମ ଆଉ ତାଙ୍କ ପରିବାର ଲୋକ ଆସି କୁହନ୍ତି ସାର୍ ଆମକୁ ଆଉ ଗୋଟେ ଦିନ ସମୟ ଦିଅନ୍ତୁ। ଏ ଗୋଟେ ଦିନ ଭିତରେ ଆପଣଙ୍କ ଯେତେ ବି ପଇସା ରହିଛି ଆମେ ସେ ସବୁକୁ କ୍ଲିୟର କରିନେବୁ। ଆମକୁ ଏତେ ବଡ଼ ବିପଦରୁ ବଞ୍ଚେଇ ନିଅନ୍ତୁ। ପ୍ଲିଜ୍ ଆମକୁ ଗୋଟେ ଦିନ ସମୟ ଦିଅନ୍ତୁ। ଆଉ ଏତେବେଳେ ସେ ଲୋକମାନେ କହିବେ ଯେ ରାମ ଅଗସ୍ତି ଏବେ ବହୁତ ଲେଟ୍ ହେଇସାରିଲାଣି କାରଣ ତମର ଏ ଘର ନିଲାମ ହେଇସାରିଛି। ଆଉ ଏ ଘରକୁ ଯଶୋଦା ଦେବୀ କିଣି ନେଇଛନ୍ତି। ଆଉ ଏତେବେଳେ ଯଶୋଦା ଦେବୀ ଏଣ୍ଟ୍ରି କରନ୍ତି। ଆଉ ଯଶୋଦା ଦେବୀ ଦେଖି ରାମ ଆଉ ତାଙ୍କ ପରିବାର ଲୋକ ପୁରା ଆଶ୍ଚର୍ଯ୍ୟ ହୋଇ ପଡ଼ିବେ। ଠିକ୍ ଏ ସମୟରେ ଚିକି ମଧ୍ୟ ଗାଡ଼ିରୁ ବାହାରିବେ। ଆଉ ଚିକିକୁ ଯେତେବେଳେ ରାମ ଦେଖୁଛନ୍ତି ସେ କିଛି ବି ବୁଝିପାରୁନାହାନ୍ତି ଚିକି ହଠାତ୍ କେମିତି ଏଠାକୁ ଆସିଲେ। ଆଉ ପରିବାର ଲୋକ ଚିକିକୁ ଦେଖି ଅଧା ଖୁସି ହେଲା ସମୟରେ ଜେଜେମା ରୋହି ରତନ ନିଧି ଏମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିବେ। ଆଉ ଏପଟେ ସିନରେ ଆପଣମାନେ ଦେଖିବାକୁ ପାଇବେ ରାମ ଚିକିକୁ ଦେଖି ପୁରା ବେହୋସ ହେଇସାରିଛନ୍ତି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି କ'ଣ ସତରେ ଚିକି ରାମ ଆଉ ତାଙ୍କ ପରିବାର ଠାରୁ ଏ ଘରକୁ ଛଡ଼େଇ ନେବ ନା ସେମାନଙ୍କୁ ସେ ଘରେ ରହିବାକୁ ଦେବ? ଜାଣିବାକୁ ଚାହୁଁଥିଲେ ଆମ ୟୁଟ୍ୟୁବ୍ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚିକି କ୍ୟାରେକ୍ଟରଟି ଆପଣ କେମିତି ପସନ୍ଦ କରନ୍ତି ଆମକୁ କମେଣ୍ଟ କରି ଲେଖି ଜଣାଇବେ।